ସେଇଟା ତ ସେ ଭୋଟ ଦେଲେ ଜଣା ପଡିବ, ଭୋଟ ହେଲେ ଜଣା ପଡିବ ନା। ଯାହା ଦଳର ବିଧାୟକ ତା ପାଖରେ ଅଛନ୍ତି, ବାବୁ ସିଂ ବାବୁର ତାଙ୍କ ଦଳ ସମସ୍ତେ ଠିକ ଅଛନ୍ତି ତ? ନେବା ପାଇଁ କହନ୍ତି ଯେ ତାଙ୍କ ଦଳର ବିଧାୟକ ଠିକ ଅଛନ୍ତି, କେମିତି କହିବେ? ସେ ଆଶ୍योर କରିପାରିବେ? ଦୁଇଟି ନିଶ୍ଚୟ ଜିତୁଛନ୍ତି, ଫୋର୍ଥ କ୍ୟାଣ୍ଡିଡେଟଟା ବି ତାଙ୍କର। ନାଇଁ ସେଟା ତ କହିବେ, କହିବାର କ'ଣ ଅଛି? ଆମେ କହୁନୁ ଯେ ଆମେ ନେବୁ ସିଟ୍ ବୋଲି, ଆମେ କହୁଛୁ ରାଜ୍ୟ ହିତରେ ବିଜେଡି କଂଗ୍ରେସରେ ଯେତେ ସଂଖ୍ୟା ଅଛି, ରାଜ୍ୟ ହିତରେ ରାଜ୍ୟର କୌଣସି ଏଭଳିଆ ବ୍ୟକ୍ତିତ୍ୱ, ସୁନାମଧନ୍ୟ ବ୍ୟକ୍ତିତ୍ୱ ଯିଏ ରାଜ୍ୟର ହିତ ପାଇଁ ରାଜ୍ୟସଭାରେ ଭୂମିକା ଗ୍ରହଣ କରିପାରିବ, ସେଇଭଳିଆ ଗୋଟେ ବ୍ୟକ୍ତିକୁ ଦୁଇ ଦଳ ମିଶିକି ପଠେଇ ପାରିବେ। ସେ ସମ୍ଭାବନାକୁ ଚେଷ୍ଟା କରିବା କଥା। We are trying for that ସମ୍ଭାବନା, ସେ ପସିବିଲିଟି କୁ ଆମେ ଏକ୍ସପ୍ଲୋର କରିବା ପାଇଁ ଚାହୁଁଛୁ। ଏକ୍ସପ୍ଲୋର ନ କଲେ ଆପଣମାନେ ପଚାରିବେ, ଆପଣମାନେ କିଛି ଭୂମିକା କଲେ ନାହିଁ, ଆପଣ ଏମଏଲଏ ମାନଙ୍କୁ ଛାଡ଼ିଦେଲେ, କିମ୍ବା ଆପଣ ଏମିତି ଖାଲି 14ଟା ନେଇକି ଗୋଟେ ଠିଆ କରିଦେଲେ, ଆପଣଙ୍କର ଉଦ୍ଦେଶ୍ୟ କ୍ଲିୟର ନଥିଲା। ଆମେ ଜଣେ ବିଧାୟକ, ବିଜେପିର ବିଧାୟକ ଶାସକ ଦଳର, ସେ କୋଉ ଦମ୍ଭରେ ଏଭଳି କହୁଛନ୍ତି ଯେ ନିଜେ ପ୍ରଦେଶ କଂଗ୍ରେସ କମିଟି ସଭାପତି ତାଙ୍କ ବିଧାୟକ ମାନଙ୍କୁ ନିଜ କରାୟତ୍ତରେ ରଖିଛନ୍ତି ତ? କିନ୍ତୁ ଆୟତ୍ତ କରିବା ନ କରିବା କଥା ସେଟା ସମୟ ବତିବ। ଯିଏ ଦଳ ପ୍ରତି ବିଶୃଙ୍ଖଳା କରିବ, ଦଳର ଆଇନ ଅନୁଯାୟୀ ଯାହା ହେବା କଥା ହେବ, ବୁଝିଲେ? ଦଳ ମଜବୁତର ସହିତ ଅଛି, ସମସ୍ତେ ଏକ ହେବେ। ଯଦି ଦୁର୍ବଳ ଲୋକ ଅଛନ୍ତି, ଯଦି ଅପରଚୁନିଷ୍ଟ ଅଛନ୍ତି, କ'ଣ ବି ହେଇପାରେ, ସେଇଟା ସେ ପରିସ୍ଥିତି ବତେଇବ। ବାବୁ ସିଂ ସାର୍ଟିଫିକେଟ ମାଗୁଛନ୍ତି, ଏକ ଅଛନ୍ତି କି ନାହିଁ? ବାବୁକୁ ମୁଁ କ'ଣ କହିବି? କିଛି କହିବି।